Welcome to the story of modern history of Odisha, a journey of courage, identity and revolution. ମୁଁ ଆପଣମାନଙ୍କୁ ନେଇଯିବି ଓଡ଼ିଶାର ସେହି ବୀରତ୍ୱର ଅତୀତକୁ। 1803 ମସିହାର କଥା। ସେହି ସମୟରେ ଓଡ଼ିଶାର ରାଜୁତି କରୁଥିବା ଶକ୍ତିଶାଳୀ ମରାଠାମାନେ ସେକେଣ୍ଡ ଆଙ୍ଗ୍ଲୋ ମରାଠା ୱାରରେ ବ୍ରିଟିଶମାନଙ୍କ ଦ୍ୱାରା ପରାସ୍ତ ହୋଇଥିଲେ, ଯାହାଦ୍ୱାରା ଓଡ଼ିଶା 1803 ମସିହାରେ ପ୍ରଥମ ଥର ପାଇଁ ଉପନିବେଶବାଦୀ ଶାସନ ଅଧୀନକୁ ଆସିଥିଲା ଏବଂ ବ୍ରିଟିଶ ସୈନ୍ୟମାନେ କଟକ ସହରକୁ ଅକ୍ତିଆର କଲେ। ଓଡ଼ିଶାରେ ଆରମ୍ଭ ହେଲା ଉପନିବେଶବାଦ ଶାସନ ଏବଂ ଆରମ୍ଭ ହେଲା ଓଡ଼ିଶାର ଜନସାଧାରଣଙ୍କ ଉପରେ ବ୍ରିଟିଶମାନଙ୍କ ଅତ୍ୟାଚାର। କିନ୍ତୁ ଓଡ଼ିଶା ସହଜରେ ବ୍ରିଟିଶମାନଙ୍କ ଆଗରେ ମୁଣ୍ଡ ନୁଆଇ ନଥିଲା। ବ୍ରିଟିଶ ଶାସନ ଆରମ୍ଭ ହେବାର ମାତ୍ର 14 ବର୍ଷ ପରେ ପ୍ରତିରୋଧର ଅଗ୍ନି ଜଳି ଉଠିଥିଲା। 1817 ମସିହାରେ ଓଡ଼ିଶାର ପାରମ୍ପରିକ ଯୋଦ୍ଧା ସାହସୀ ପାଇକମାନେ ବ୍ରିଟିଶ ଅତ୍ୟାଚାର ବିରୋଧରେ ବିଦ୍ରୋହ କରିଥିଲେ। ଖୋର୍ଦ୍ଧା ରାଜାଙ୍କ ସେନାପତି ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ହଜାର ହଜାର ପାଇକ ସେମାନଙ୍କ ଭୂମି, ସମ୍ମାନ ଏବଂ ଜୀବନଶୈଳୀକୁ ରକ୍ଷା କରିବା ପାଇଁ ଅସ୍ତ୍ର ଧରିଥିଲେ। ଏହା ପାଇକ ବିଦ୍ରୋହ ଭାବରେ ଜଣାଶୁଣା ହୋଇଥିଲା ଏବଂ ଏହି ବିଦ୍ରୋହ ବ୍ରିଟିଶ ଶକ୍ତିକୁ ଦୋହଲାଇ ଦେଇଥିଲା। ଐତିହାସିକମାନେ ମତ ଦିଅନ୍ତି, ଏହି ପାଇକ ବିଦ୍ରୋହ 1857 ମସିହାର ପୂର୍ବରୁ ବ୍ରିଟିଶମାନଙ୍କ ବିରୁଦ୍ଧରେ ହୋଇଥିବା ପ୍ରଥମ ଯୁଦ୍ଧ। ବ୍ରିଟିଶ ଶାସନ କେବଳ ସହର ଏବଂ ରାଜାମାନଙ୍କୁ ପ୍ରଭାବିତ କରିନଥିଲା, ଏହା ଓଡ଼ିଶାର ଗ୍ରାମ, ପାହାଡ଼ ଓ ଜଙ୍ଗଲ ପର୍ଯ୍ୟନ୍ତ ପହଞ୍ଚିଥିଲା। କନ୍ଧ, ସାନ୍ତାଳ ଏବଂ କୋଲ ଭଳି ଆଦିବାସୀ ସମ୍ପ୍ରଦାୟମାନେ ପ୍ରବଳ ଅତ୍ୟାଚାର ଓ ଶୋଷଣର ଶିକାର ହେଉଥିଲେ। ବନ୍ଧୁକ ମୁନରେ ସେମାନଙ୍କଠାରୁ କର ଆଦାୟ କରାଯାଉଥିଲା। ଏହାଛଡ଼ା ଆଦିବାସୀମାନଙ୍କର ଘର ବା ଜଙ୍ଗଲରୁ ସେମାନଙ୍କୁ ବାହାର କରିଦିଆଗଲା। ସେମାନଙ୍କ ପ୍ରଥା ଓ ପରମ୍ପରାକୁ ନଷ୍ଟ କରିଦିଆଗଲା। କିନ୍ତୁ ଏହି ସମ୍ପ୍ରଦାୟ ଗୁଡ଼ିକ ଚୁପ୍ ରହିନଥିଲେ। ସମୟ ଅନୁସାରେ ସେମାନେ କୁରାଢ଼ୀ, ଧନୁ ଏବଂ ଅତୁଳନୀୟ ସାହସ ସହିତ ସଜ୍ଜିତ ହୋଇ ବିଦ୍ରୋହ କରିଥିଲେ। ସମଗ୍ର ଅଞ୍ଚଳରେ ଆଦିବାସୀ ବିଦ୍ରୋହର ଏକ ସିରିଜ୍ ବା ଶୃଙ୍ଖଳ ଆରମ୍ଭ ହୋଇଥିଲା। ବ୍ରିଟିଶ ସରକାର ଅନେକ ଆଦିବାସୀ ବୀରମାନଙ୍କୁ ଦମନ କରିଥିଲେ, କିନ୍ତୁ ସେମାନଙ୍କର ପ୍ରତିରୋଧ ମନୋଭାବ ଓଡ଼ିଶାର ଆଧୁନିକ ଇତିହାସରେ ଏକ ଅବିସ୍ମରଣୀୟ ଅଂଶ ହୋଇ ରହିଗଲା। ଗୋଟିଏ ପଟରେ ନିଜର ଅସ୍ତିତ୍ୱକୁ ବଞ୍ଚାଇବା ପାଇଁ ଅସ୍ତ୍ରଶସ୍ତ୍ର ସହିତ ପାଇକ ବୀର ଓ ଆଦିବାସୀମାନେ ନିଜର ପ୍ରାଣବଳି ଦେଉଥିଲେ। ଅନ୍ୟପଟରେ ଆରମ୍ଭ ହୋଇଥିଲା ଏକ ନୀରବ ବିପ୍ଳବ। ଏପରି ଏକ ଆନ୍ଦୋଳନ ଭାଷା, ସାହିତ୍ୟ ଏବଂ ପରିଚୟକୁ ସୁରକ୍ଷା ଦେବା ପାଇଁ ମୁଣ୍ଡ ଉଠାଇଥିଲା। ଊନବିଂଶ ଶତାବ୍ଦୀର ଶେଷ ଏବଂ ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଓଡ଼ିଶାରେ ଏକ ଶକ୍ତିଶାଳୀ ସାଂସ୍କୃତିକ ଏବଂ ସାମାଜିକ ଜାଗରଣ ଦେଖାଯାଇଥିଲା। ଆଧୁନିକ ଓଡ଼ିଆ ସାହିତ୍ୟର ଜନକ ବ୍ୟାସକବି ଫକୀରମୋହନ ସେନାପତି ଓଡ଼ିଆ ଭାଷାର ଗର୍ବ ଓ ଗୌରବକୁ ଜାଗ୍ରତ କରିବା ପାଇଁ ତାଙ୍କ କଲମ ବ୍ୟବହାର କରିଥିଲେ। ପଣ୍ଡିତ ଗୋପବନ୍ଧୁ ଦାସ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ୱ, ଯିଏକି ନିଜର ସମ୍ପୂର୍ଣ୍ଣ ଜୀବନ ଓ ଶିକ୍ଷା ଗରିବଙ୍କ ଉନ୍ନତି ପାଇଁ ଉତ୍ସର୍ଗ କରିଥିଲେ। ବିପର୍ଯ୍ୟୟ ସମୟରେ ଗରିବମାନଙ୍କୁ ସାହାଯ୍ୟ କରିବା ତାଙ୍କ ଜୀବନର ମୂଳ ଲକ୍ଷ୍ୟ ଥିଲା। ମଧୁସୂଦନ ଦାସ, ଯିଏ ଉତ୍କଳ ଗୌରବ କିମ୍ବା ଓଡ଼ିଶାର ଗର୍ବ ଭାବରେ ଜଣାଶୁଣା, ସେ ଥିଲେ ପ୍ରଥମ ଓଡ଼ିଆ ଉକିଲ ଏବଂ ଓଡ଼ିଆଙ୍କ ପରିଚୟ ତଥା ସୁଶାସନ ପାଇଁ ସ୍ୱର ଉତ୍ତୋଳନ କରିଥିଲେ। ଏହିଭଳି ଆଦର୍ଶବାଦୀ ମହାପୁରୁଷ ଗଣ ସାଂସ୍କୃତିକ ଏବଂ ରାଜନୈତିକ ସ୍ଥିତିକୁ ନେଇ ଏକ ସଂଯୁକ୍ତ ଓଡ଼ିଶାର ମୂଳଦୁଆ ସ୍ଥାପନ କରିଥିଲେ। ଯଦିଓ ଓଡ଼ିଶାର ଏକ ଗୌରବମୟ ଅତୀତ ଥିଲା, କିନ୍ତୁ 20 ଶତାବ୍ଦୀ ବା ବିଂଶ ଶତାବ୍ଦୀ ସୁଦ୍ଧା ଓଡ଼ିଶା ଏବଂ ଏହାର ଜନସଂଖ୍ୟାକୁ ଅନେକ ବ୍ରିଟିଶ ପ୍ରଦେଶରେ ବିଭକ୍ତ କରାଯାଇଥିଲା। ଏହାଛଡ଼ା ଓଡ଼ିଆ ଭାଷା ଓ ସଂସ୍କୃତିକୁ ଧୀରେ ଧୀରେ ଅଣଦେଖା ଏବଂ ସ୍ଥାନାନ୍ତରିତ କରାଯାଇଥିଲା। ଓଡ଼ିଆ ଜାତିର ଏକତା, ଅଖଣ୍ଡତା, ସମ୍ମାନ ଓ ପରିଚୟ ପାଇଁ ଏକ ଆନ୍ଦୋଳନ ଆରମ୍ଭ ହେଲା। ମଧୁସୂଦନ ଦାସ, ହରେକୃଷ୍ଣ ମହତାବ ଏବଂ ଅନ୍ୟାନ୍ୟ ବହୁ ଦୂରଦର୍ଶୀଙ୍କ ନେତୃତ୍ୱରେ ଓଡ଼ିଶାର ଲୋକମାନେ ଏକ ସ୍ୱତନ୍ତ୍ର ରାଜ୍ୟ ଦାବି କରିଥିଲେ, ଯେଉଁଠାରେ ସେମାନଙ୍କର ରକ୍ଷା, ଭାଷା ଏବଂ ଐତିହ୍ୟ ସୁରକ୍ଷିତ ରହିବ। ଦୀର୍ଘ ଦଶନ୍ଧି ଧରି ସଂଘର୍ଷ ପରେ 1 ଏପ୍ରିଲ 1936 ମସିହାରେ ସମସ୍ତ ଅପେକ୍ଷାର ଅନ୍ତ ଘଟିଲା। ଭାଷାଭିତ୍ତିକ ପ୍ରଦେଶ ଭାବରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ ହୋଇଥିଲା, ଯାହାକୁ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଭାବରେ ଆଖ୍ୟା ଦିଆଗଲା। ସାରା ଭାରତରେ ସ୍ୱାଧୀନତାର ନିଆଁ ଜଳୁଥିବା ବେଳେ ଓଡ଼ିଶା ମଧ୍ୟ ସେଥିରୁ ବାଦ୍ ପଡ଼ିନଥିଲା।
ମହାତ୍ମା ଗାନ୍ଧୀଙ୍କ ପରି ନେତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଓଡ଼ିଶାର ଲୋକମାନେ ଅତୁଳନୀୟ ସାହସର ସହିତ ଅସହଯୋଗ ଆଇନ ଅମାନ୍ୟ ଏବଂ ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଇଥିଲେ। ସ୍ୱାଧୀନତା ପାଇଁ ଜେଲ୍ ଯିବାକୁ ପଡ଼ିଥିଲା, ଚାବୁକ ମାଡ଼ ମଧ୍ୟ ଲୋକମାନେ ସହିଥିଲେ ଏବଂ ବ୍ରିଟିଶ ଗୁଳିରେ ପ୍ରାଣ ବଳି ଦେଇଥିଲେ। ଗୋପବନ୍ଧୁ ଚୌଧୁରୀ, ହରେକୃଷ୍ଣ ମହତାବ, ମାଳତୀ ଦେବୀଙ୍କ ପରି ସାହସୀ ବ୍ୟକ୍ତିତ୍ୱ ଏବଂ ହଜାର ହଜାର ଯୁବକ ସତ୍ୟାଗ୍ରହର ନେତୃତ୍ୱ ନେଇଥିଲେ ଏବଂ ସ୍ୱାଧୀନତା ପାଇଁ ସର୍ବସ୍ୱ ତ୍ୟାଗ କରିଥିଲେ। ଓଡ଼ିଶାର ସଂଘର୍ଷ କେବଳ ରାଜନୈତିକ ନଥିଲା, ଏହା ନ୍ୟାୟ, ଭାଷା ଏବଂ ପରିଚୟ ପାଇଁ ଥିଲା ଏକ ରକ୍ତାକ୍ତ ସଂଘର୍ଷ। ଶେଷରେ 15 ଅଗଷ୍ଟ 1947 ମସିହାରେ ସମ୍ପୂର୍ଣ୍ଣ ଭାରତ ସହିତ ବ୍ରିଟିଶ କବଳରୁ ମୁକ୍ତ ହେଲା ଓଡ଼ିଶା। ସ୍ୱାଧୀନତା ପାଇଲା ଓ ପରିଚୟ ମଧ୍ୟ ପାଇଲା। ଉପନିବେଶବାଦୀ ଶାସନଠାରୁ ସ୍ୱାଧୀନତା ପର୍ଯ୍ୟନ୍ତ ଓଡ଼ିଶାର ଲୋକମାନେ ସେମାନଙ୍କର ଦେଶପ୍ରେମ, ସଂସ୍କୃତି ଓ ବିପ୍ଳବୀ ମନୋଭାବ ସହିତ ଇତିହାସକୁ ଗଠନ କରିଥିଲେ। ଏହା ହେଉଛି ସେହି ଗର୍ବ ଭୂମି ଓଡ଼ିଶାର ଆଧୁନିକ ଇତିହାସ।